ବର୍ତ୍ତମାନ ଆମେ ଅଛୁ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ କଇଁପୁର ପଞ୍ଚାୟତର ଓଡଲିଂ କଲୋନୀରେ। ଏହି କଲୋନୀରେ ଦୀର୍ଘ 20 ବର୍ଷ ହେଲାଣି ଏଠିକାର ଲୋକମାନେ ବିଦ୍ୟୁତ ସେବା ପାଇବା ପାଇଁ ବିଭିନ୍ନ ପ୍ରକାର ଭାବରେ ଅଭିଯୋଗ କରୁଛନ୍ତି, କିନ୍ତୁ କୌଣସି ସୁଫଳ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରୁନାହିଁ। ତେବେ ଗୋଟିଏ ଦୃଶ୍ୟ ଆମ ନଜରକୁ ଆସିଥିଲା, ଯେଉଁ ଜାଗାରେ କି ପିଲାମାନେ ବସି ଅନ୍ଧାରରେ ପାଠ ପଢୁଛନ୍ତି, ଯାହାକି ସେମାନଙ୍କ ପାଖରେ ଗୋଟିଏ ସାହା ଭରସା ରହିଥିଲା କ୍ୟାଣ୍ଡେଲ ସହିତ କିଛି ଟର୍ଚ୍ଚ। ଏହି ଟର୍ଚ୍ଚ ଏବଂ କ୍ୟାଣ୍ଡେଲ ଲାଇଟ୍ରେ ସେମାନେ ସେମାନଙ୍କର ଭବିଷ୍ୟତ ଗଢୁଛନ୍ତି। ତେବେ ବର୍ତ୍ତମାନ ସରକାର ବିଭିନ୍ନ ପ୍ରକାର ଯୋଜନା ଆଣିଥିଲା ବେଳେ ପିଲାମାନଙ୍କ ପାଇଁ ଏମାନେ ଏଠି ବସି କ୍ୟାଣ୍ଡେଲ ଲାଇଟ୍ରେ ପାଠ ପଢୁଛନ୍ତି। ତେବେ ପିଲାମାନଙ୍କ ସହିତ ଆମେ କିଛି ଆଲୋଚନା କରିବା। ଭାଇ ଆପଣଙ୍କ ନାଁ କଣ? आशीष काजी ଆପଣ ମାନେ ଏଠି ଅନ୍ଧାରରେ ଡିଗ୍ରୀ ଯୋଉ କ୍ୟାଣ୍ଡେଲ ଲାଇଟ୍ ଭାବରେ ଆମେ ପାଠ ପଢୁଛୁ, କେତେ କଷ୍ଟ ଲାଗୁଛି? ହଁ ବହୁତ କଷ୍ଟ ଲାଗୁଛି। ହଁ କଣ କହିବା ପାଇଁ ଚାହିଁବେ? କେମିତି କେମିତି ପଢୁଛନ୍ତି? ଆମେ ଏଠି କ୍ୟାଣ୍ଡେଲ ଲାଇଟ୍ ରେ ଟିକେ ହେଲେ ସାଇଜ ଭାବରେ ଟିକେ ପଢି ପାରୁଛୁ। ଟିକେ ବିଦ୍ୟୁତ ଦ୍ୱାରା ହେଲେ ଆମେ ଟିକେ ଭଲରେ ପଢି ପାରିଥାନ୍ତୁ। ଏବେ ସବୁଦିନ ଏମିତି ପଢୁଛ? ହଁ କେତେ କଷ୍ଟ ଲାଗୁଛି? ହଁ କଷ୍ଟ ଲାଗୁଛି ଆକା। ଆମେ ବିଦ୍ୟୁତ ଦ୍ୱାରା ହେଲେ ଟିକେ ଭଲରେ ପାଠ ପଢି ଆଗକୁ ଯାଇପାରିବୁ। କୋଉ ଶ୍ରେଣୀ ପଢୁଛ? ଆମେ ପଞ୍ଚମ ଶ୍ରେଣୀ। ଆଚ୍ଛା, ବାବୁ ତୁମ ନାଁ? ଆନନ୍ଦ କାର୍ଜି କୋଉ ଶ୍ରେଣୀ? ଚତୁର୍ଥ। ଏମିତି କ୍ୟାଣ୍ଡେଲ ଲାଇଟ୍ ରେ ସବୁବେଳେ ପାଠ ପଢୁଛ? ହଁ ବହୁତ କଷ୍ଟ ଲାଗେ? ହଁ କଣ କହିବେ ପ୍ରଶାସନକୁ, କଣ ଅନୁରୋଧ କରିବେ? କ୍ୟାଣ୍ଡେଲ ଅଛି କିନ୍ତୁ ବିଦ୍ୟୁତ ଆସିଥିଲେ ବହୁତ ଭଲ ହେଇଥାନ୍ତା, କିନ୍ତୁ ବିଦ୍ୟୁତ ଆସିନଥିବାର ବହୁତ କଷ୍ଟ ଲାଗୁଛି। ତେବେ ଆମ ସହିତ ଯିଏ ଟ୍ୟୁସନ କରୁଛନ୍ତି ସେମାନଙ୍କୁ ସେ ଭାଇ ସହିତ ବି ଆମେ ଆଲୋଚନା କରିବା। ଭାଇ, ଆପଣଙ୍କ ନାଁ କଣ? ଆଜ୍ଞା, ମୁଁ ଗଜେନ୍ଦ୍ର। ପିଲାମାନଙ୍କୁ ଆପଣ ଟ୍ୟୁସନ କରନ୍ତି, ହଁ, କ୍ୟାଣ୍ଡେଲ ରେ ଏବଂ ଟର୍ଚ ଲାଇଟ୍ ମାଧ୍ୟମରେ ଆପଣ ଟ୍ୟୁସନ କରୁଛନ୍ତି। ଆଜ୍ଞା ଏଟା କେତେ କଷ୍ଟକର ପାଠ? ବହୁତ କଷ୍ଟକର ଆଜ୍ଞା, କହିବାକୁ ଗଲେ। ଏଇ ଗାଁରେ ବହୁତ ପିଲା ଅଛନ୍ତି, ଗାଁରେ ଏକା ପାଠ ପଢୁଛନ୍ତି। ପାଠ ସନ୍ଧ୍ୟା ହେବା, ପାଠ ସରିଲା ସତେ ସନ୍ଧ୍ୟା ଏମିତି ଟ୍ୟୁସନ ହୁଏ, କିନ୍ତୁ ଏମିତି କ୍ୟାଣ୍ଡେଲ କିଛି ଦୀପ ଝାଡି ଏମିତି ପିଲାମାନଙ୍କୁ କିଛି ଟ୍ୟୁସନ କରାଏ। ବହୁତ କଷ୍ଟ କହିବାକୁ ଗଲେ। ଆମେ କେତେ ଥର ଏମିତି ଇଏ କଲୁ ବିଦ୍ୟୁତର ସହାୟ ନିମନ୍ତେ, କିନ୍ତୁ ଆମେ ତା ସହାୟତା ପାଇପାରୁନାହୁଁ। ସେଥିପାଇଁ ପ୍ରଶାସନକୁ ଅନୁରୋଧ କରୁଛୁ କି କିଛିଟା ଆମ ବିଦ୍ୟୁତ ସହାୟ କଲେ ଆମକୁ ଟିକେ ସୁବିଧାର ବଡ ପିଲାକୁ ବି ଆଗକୁ ଯାଇପାରିବେ, ପଢିବା ପାଇଁ ବି ସୁବିଧା ପାଇପାରିବେ ବୋଲି ଅନୁରୋଧ କରୁଅଛୁ। ତେବେ ଯାହା ଭାଇ କହୁଥିଲେ, ଅନେକ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ସେମାନଙ୍କୁ ମିଳିପାରୁନାହିଁ। ତେବେ ଗୋଟେ କଥା ମୋ ମନରେ ଆସୁଛି, ଯେତେବେଳେ ବିଭିନ୍ନ ଗଣମାଧ୍ୟମରେ ଆମେ ଦେଖିବାକୁ ପାଉଛୁ କି ଭାରତ ସରକାର ଯେତେବେଳେ ଚନ୍ଦ୍ରପୃଷ୍ଠକୁ ଯିବା କଥା କହୁଛନ୍ତି ଏବଂ ମଙ୍ଗଳ ଗ୍ରହକୁ ଯିବା କଥା କହୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଏମିତି ଅନେକ ଗାଁ ଗହଳି ରହିଛି ଯେଉଁ ଗାଁ ମାନଙ୍କୁ ବିଦ୍ୟୁତ ସେବା ପହଞ୍ଚି ପାରିନାହିଁ। ତେବେ ଆମେ ଆମ ମାଧ୍ୟମରେ ପ୍ରଶାସନକୁ ଏବଂ ରାଜ୍ୟ ସରକାରକୁ ଅନୁରୋଧ କରିବୁ, ଏମିତି ଯେଉଁ ଜାଗା ମାନଙ୍କୁ ବିଦ୍ୟୁତ ସେବା ପହଞ୍ଚି ପାରିନି ସେ ଜାଗା ମାନଙ୍କୁ ତା ସହିତ ବିଶେଷ କରି ଓଡଲିଂ କଲୋନୀକୁ ଅତି ଶୀଘ୍ର ବିଦ୍ୟୁତ ସେବା ଯୋଗାଇବା ପାଇଁ ଅନୁରୋଧ କରୁଛୁ। ଓଡଲିଂ କଲୋନୀରୁ ଅଲିମ୍ପାନକୁ ରିପୋର୍ଟ, MBC TV।